ଅଧାରୁ ଜାଣିପାରୁଥିବେ ଆମ ଘରେ କେତେ ଆଜି ରୋଷେଇ ହବ। नमस्कार समस्त को आज हूँ आम घरे माने बहुत माने गोटे बड़ दिन आज आमर सका माने बहुत रोसे बास ये सी माने माने सका चली एबे टिके माने फ्री हो माने एक्चुअली आज आमर घरे भागवत जन्म तो ओडिया घरे आमर यहाँ जहाँ घरे भागवत माने रही पूजा होथिबो आपण जानिथिबे केते तांको पई एटा इम्पोर्टेंट माने ए दिनटा तो मु आज आपन कहबी आम घरे भागवत गदीटा कौठु आसिला माने भागवत गदी तो केही काहाको एमती दियंतिनी किंतु आम माने एटा पूर्वपुरुषरू रही थाए माने आपणको जेजे जेजेपा अमलरू जहाँ घरे भागवत गदी थिबो से पूजा हेई आसे किंतु आम घरे सेमती नथिला आम घर को आसतिला गोटे जगह भागवत गादी आईटा कौठू आसीथिला मु कहूची तो फास्ट मु आपन को देखौची हम सखाळे केमती माने फास्ट पूजा केमती हेइथिला सखाळू तो अभी तो देखिले हमरो केमती पूजा हेची तो तापरे एबे हमरो माने तापरे हमरो एते रोसे बोसे माने समस्ते खाइला बेल को रोसे माने एते कहया कथा नहीं तो ये आम कथा जो माने होउथिलु सेठी मु भी जानिली आम घर को माने भागवत गादी कौठु आसी आम घरे जो आम कथबार्ता रू जानिली तो आपण देखंतु हमर सबू माने कौन आम कथबार्ता होचु आपण भी जानी परिबे आम घर को कौठु आसतिला भागवत गादी किए देइथिले हमकु तो ये आमर सब आज रोसे सब जोगाड़ चली भागवत जन्म जमती कहले आम घरे गोटे बहुत इम्पोर्टेंट पूजा तो आज आमर भागवत जन्म आम घरे तो से सब प्रिपेरेसन चली सका आमर खिचड़ी खीरी सब होगी भोग दिया हो सारा जो परिवा छुणाटा दियो से सेइतरे कि ना आमर केते परिया कटा होची देखंतु आ मो तो पनीर काटी परला से चॉपिंग बोर्ड मत देले आज आमर एति के पूरा आज गदा हेची परिया सब कटा हबो बाइगण काटी भागवत जन्मटा भागवत जन्म आमर बापा बापा जो बाहर आसते बो घरे भागवत पूजा होता सी कौन करते बापा दे कहले मुझे झील को किसी दे पार्नी भागवत गादी को नहीं जाए से दिन ठार आम भागवत गादी पूजा बापा थला बेले बापा निजे बसती कथा हमें उपास सेमती रही थे चा भी पीती गाधे सारे भागवत गादी पूजा सरले होम सरले जाए चा फा पी
ଆଉ ଅମୃତଭଣ୍ଡା ଅଛି ଫ୍ରିଜରେ। ଫ୍ରିଜରେ ଦେଖିଲି ସେ ପେପର୍ ଭିତରେ ଅଛି, ଯୋଡ଼ାଇ ଅଛି। ତାପରେ କ'ଣ ଫଙ୍କସନ୍ ଆସିବ? ତାପରେ ଆସିବ ଦଶହରା। ଦଶହରା ସପ୍ତମୀ ଦିନ ମିକିର ଜନ୍ମଦିନ, ଅଷ୍ଟମୀ ଦିନ ଘର ଜନ୍ତାଳ, ସପ୍ତମୀ ନା ନବମୀ ଦିନ ଗାଁ ଜନ୍ତାଳ, ଦଶହରା ଦିନ ଦଶହରା। ଆଉ କ'ଣ ସୋମନାଥ ବ୍ରତ ଲାଷ୍ଟ ସେଦିନ କାକରା ପିଠା ହେବ, ଠାକୁରାଣୀଙ୍କର ଭୋଗ ଯିବ, ଯେଉଁ ବ୍ରତ ପୂଜା ହେଇଥିଲା ସେ ଯିବ, ସେଇଦିନ ମୁଁ ବ୍ରତ ଉଦ୍ଯାପନ ହେବ। ଲେଖନୀ ଉଠିବ, ଦଶହରା ବୁଲିବାକୁ ଯିବ। ଦଶହରା କ'ଣ ବୁଲିବାକୁ ଯିବ? ଦଶହରା ସେଇ ଆରଥରକ ଯାହା ହେଇଥିଲା ଏଥରକ ସେଇଆ। ରାଧାକୃଷ୍ଣ ମନ୍ଦିର ମୁଁ ଯାଇଥିଲି, ସେ କପଡ଼ା ଗୁଡ଼ା ହେଇଛି, ସେ କହିଲେ ପୋଲିସ କହିଲା ତମେ ଅପେକ୍ଷା କର, କପଡ଼ା ଉଡ଼ିଲେ ଠାକୁରଙ୍କୁ ଦର୍ଶନ କରିବ। ଉଡ଼ିଲା ସତରେ, ଏମିତି ଉଡ଼ିଗଲା ଯେମିତି ପାଙ୍କ ବିହାରୀକି ଦର୍ଶନ, ସେମିତି ଦର୍ଶନ କରିକିରି ମୁଣ୍ଡିଆ ମାରିକିରି ବାହାରେ ଆସିବ। ଏଥର ତ ସେଇ ମୂର୍ତ୍ତି ପାଇଁ ତ ଏତେ ଷ୍ଟ୍ରାଇକ୍ ଫ୍ରାଇକ୍ ହେଲା, ତଥାପି ତ ସେମାନେ କହିଲେ ନାହିଁ, ମୂର୍ତ୍ତିଙ୍କ ଆଗରେ ଛୋଟ ମୂର୍ତ୍ତି ତାଙ୍କ ଆଗରେ କପଡ଼ା ଗୁଡ଼ା ହେବ, କପଡ଼ା ଗୁଡ଼ା ହେଇକିରି ପୂଜା ହେବ, ଯେମିତି ଆଗ ଖୋଲାରେ ପୂଜା ହେଉଥିଲେ ସେମିତି ହେବ। କରୋନା ନା ଡେକୋରେସନ୍ ଗଣେଶ ପୂଜାରୁ କଟକଟା କେତେ ସୁନ୍ଦର ଡେକୋରେସନ୍ ହେଇଯାଏ। ଗଣେଶ ପୂଜା ଏବେଠୁ ରହେ, ଆଉ ଦଶହରାରେ ଆହୁରି ଯାତ୍ରୀମାନେ ଯିବେ ଠାକୁର ଦର୍ଶନ କରିବେ। ଯାତ୍ରୀ ନାହିଁ, ଠାକୁର ତ ବଞ୍ଚିବେ। ଗଣେଶ ପୂଜାରୁ ଡେକୋରେସନ୍ ଆରମ୍ଭ ହେବ, ଏଟା କାଳୀ ପୂଜା ସରିଲେ ଯାଇକି ପଡ଼ିବ। ବାଲିଯାତ୍ରା ସିଏ ବି ଏବେ ଲୋକମାନେ ବି ସେ ଲାଇଟ୍ ଯଦି କିଏ କିଏ ପକାଉଛନ୍ତି, ନୂଆ ବର୍ଷ ଯାଇ ବି ରଖନ୍ତି। ନୂଆ ବର୍ଷରେ ତ ଏବେ ହେଇଗଲାଣି ସବୁ ଘରେ ଲାଇଟ୍ ପକାଉଛନ୍ତି। ଯେଉଁ ତୋରଣ ସଜା ଯେଉଁଟା ଗଣେଶ ପୂଜା ଠାରୁ ନଥାଏ କି? ଗଣେଶ ପୂଜା ଦଶହରା, ଦଶହରା ପରେ ଯେଉଁ ଲକ୍ଷ୍ମୀ ପୂଜା, ଲକ୍ଷ୍ମୀ ପୂଜା ପରେ କାଳୀ ପୂଜା। ସବୁ କାଟିଦେବେ, ପକଉଥା ପକଉଥା ମୁଁ ହଁ ମୁଁ ଡାଲିଟା ପକେଇକି ଫୁଟୁ ପରମହଂସର ଯେଉଁ ଜଳଛାୟା ତାକୁ ଇଏ ଛାଡ଼ିଥିଲା, ଆମର ବେଜି ଛାଡ଼ିଥିଲା। ମୁଁ କେବେ ବି ଦେଖିନଥିଲି ପରମହଂସରେ କେମିତି ଜଳଛାୟା ଠାକୁର ହୁଅନ୍ତି। ମୁଁ ଜାଣିପାରିଲି ନନାକୁ ଦେଖି ଜାଣିପାରିଲି ଯେ ଏବେ ଆମ ପରମହଂସ ଜଳଛାୟାଟା ମୁଁ କେବେ ଦେଖିନି, ମାନେ ପାଣି ଭର୍ତ୍ତି ହେବା ଦେଖିନି। ଉପରେ ଠାକୁର ଥାଆନ୍ତି ଦେଖିଛି, ତା ଭିତର ପୁରା ଏମିତି ପଙ୍କ ଫଙ୍କ ହେଇଯାଏ, କିନ୍ତୁ ପାଣି ଯେଉଁ ଏମିତି ଫୁଲ୍ ହେବା ମୁଁ ସେଇଟା ଦେଖିନି। ଆମେ ଯେଉଁ ଯାଇଥିଲୁ ପରମହଂସ, ସେ ନନା କହିଲେ ଯେ ଯଦି ଠାକୁର ଭୋଗ ଫୋଗ ଆମେ ଦଉ, ଠାକୁର ତାଙ୍କର ତଳୁ ଆସିବେ, ଉପରୁ ଠାକୁର ସ୍ୱତନ୍ତ୍ର ଭୋଗ ଖାଇକି ଯିବେ। ଏତେ ପାଣି ଆମେ କେମିତି ସେଠି ଭୋଗଟା କରିଦେବୁ? ଏଇଠି ଆପଣ ଦେଖୁଛନ୍ତି ଆମେ ସେତେବେଳେ ବସି ପରିବା କାଟୁଛୁ, ତ ଯାହା ଏତିକି କଟା ହେଲାଣି ଆହୁରି ବି ପୁରା ଗଦା ହେଇଛି। ତ ଏଇଠି ଦେଖୁଛନ୍ତି ଓଉ ଖଟା ପାଇଁ ଓଉ ବି ଗଦା ହେଇଛି, ତ କୋବି ତରକାରୀ ପାଇଁ କଟା ହେଇଗଲାଣି କୋବି, ଆଉ ଆଳୁ ଅଛି, ଓଉ ମାନେ ଆହୁରି କଟା ଚାଲିଛି ସେତେବେଳୁ ଆମର। ତ ଆପଣ ଓଉ କାଟିଲା ବେଳେ ଓଉ ଯଦି ହାତ ଆପଣଙ୍କର ଲାଳ ହେଇଯାଏ ତ କେମିତି ଛଡ଼େଇବେ ସେଇଟା ଶୁଣନ୍ତୁ। ନାଳ ଯେଉଁ ହାତରେ ଲାଗିଯାଏ, କେମିତି କହିବି, ଲୁଣ ପକେଇକି ଏମିତି ହାତ ଦଳିଦେବୁ, ସେ ଲୁଣ ଦିହରେ ଛାଡ଼ିଦେବୁ, ନାଳଟେ ଛାଡ଼ିଦେବୁ। ଧୋଉ ମୁଁ ଏଇଠି ହାଲକା କାମ କରୁଛି, କିଛି ଅଦା ଛଡ଼ଉଛି, ମେନ୍ କଷ୍ଟ କାମ ଅପା କରୁଛନ୍ତି। ତ ଅପା ଛଡ଼ା ଖଡ଼େଇବା ବେଶୀ କଷ୍ଟ।
ତାପରେ ଛଡ଼େଇବା ଷ୍ଟାର୍ଟ କରିଥିଲା ନାଳରେ ହାତ ଖସିଯିବ। ଖାଇବେ ଖଟାଟା ବହୁତ ଟେଷ୍ଟି। ଗୋଟେ କପଡ଼ା ଫପଡ଼ା କ'ଣ ଦେଲ ମିଳିକି ସେ ଗୋଟେ କପଡ଼ାଟେ ଦେଲ ତା ହାତ ନାଳ ହେଇଯାଉଛି। ଏତେ ଛଡ଼େଇଲେ ତ ନିହାତି ହାତ ନାଳ ହେଇଯିବ। ବଢ଼ିଆ ପୁଡ଼ିବା ପକାନ୍ତି ଖଟାରେ ଏଇଟା ବି ପଡ଼ିବ। ଏତିକି ଅଦା ଆମର କଟା ହେଇଛି ଆପଣ ଦେଖିକି ଜାଣିପାରୁଥିବେ ଆମର କେତେ ରୋଷେଇ ହେବ। ମାନେ ଏଇଟା ଡାଲମା ଆଉ ତରକାରୀ ପାଇଁ କଟା ହେଇଛି। ମାନେ କୋବି ତରକାରୀ ହେବ ଡାଲମା ହେବ ତ ସେଥିପାଇଁ ଏତେ ଅଦା କଟା ହେଇଛି। ଏଇଟା ଖଟାରେ ତ ପଡ଼ିବ ଭୃଷଙ୍ଗ ପତ୍ର। ଆଣିଲି ଆଉ ତୁମ ପାଇଁ କାମ ଏଇଠି ଆପଣ ଦେଖୁଛନ୍ତି ଆମର ଡାଲମା ବସିଛି। ଏଇ ହାଣ୍ଡିରେ ଭାତ ନୁହେଁ ଏଠି ଡାଲମା ବସିଛି। ଆଉ ଭାତ ତ ପକା ହେଇଯାଇଛି। ଓ ଏଇ ହାଣ୍ଡି ଏଇ ବଡ଼ ହାଣ୍ଡିରେ ଆମର ଡାଲମା ବସିଛି। ଆଉ ଏଇଥିରେ ଏବେ ପାଇଁ ଚାଲିଛି ପ୍ରିପାରେସନ୍। ଆଉ କ୍ଷୀରି ବି ଆମର ହେଇଯାଇଛି। ଏଇଟା ସକାଳୁ ହେଇଗଲାଣି। ତ ଏଇଠି ସମସ୍ତେ ବସିଛନ୍ତି ଖାଇବା ପାଇଁ। ତ ଛୁଆମାନେ ବସିକି ତାଙ୍କର ଗପ ଚାଲିଛି ଖିଆ ଚାଲିଛି। ତାପରେ ଭାଇ ମାନେ ବସିଛନ୍ତି ତ ସେମାନେ ଖାଇଲା ପରେ ଆମେ ତାପରେ ଖାଇବୁ। ହଁ ଭାଇ ଡାଲମା ଏବେ ହଉଛି କହିଲୁ। ହଁ ଖୋଇଦିଅ ମାँ बेटी मोमेंट ହେଇଯିବ ଗୋଟେ ଖୋଇଦିଅ। अरे माँ का हाथ का प्यार अलग होता है। मम्मी की इपिनी की ଆଉ ଆପଣଙ୍କୁ ଯୋଉ ମରାମରି କରେ ସେ ବାପା ରାଗ ଦାଦା ଯେତେବେଳେ ଗଲା ପରେ ଏଇ ଘରେ ଇଏ ବସି ପଢୁଥିବ ମୁଁ ତା ପାଖରେ ବସିଥିବି ଯୋଉ ଜାଣିଲେ କୋଡ଼ି ଏଇ ଘରେ ବସି ରିଆ ପଢୁଥିବ ମୁଁ ତା ପାଖରେ ବସିଥିବି ମୋତେ ଯେମିତି ଲାଗୁଥିବ ଏମିତି ପଳେଇ ଆସୁଛନ୍ତି ସେ ଯୋଉ ଧୋତିଟା ପିନ୍ଧିକି ଅପା ଏତିକି ପତ୍ର ତ ହବନି। ଅଛି ଆଉ କପଲ ଆଜି ଯୋଉ କୀର୍ତ୍ତନ ହଉଥିଲା ଦୁନିଆ ବାପାଙ୍କର ସବୁ ବର୍ଷ କରିବା ପାଇଁ ଇଚ୍ଛା ଥାଏ ଆମର ଗୋଟେ କୋବି ଦେ ଗୋଟେ କୋବି।
ଗୋଟେ କପ୍। ଦେଶୀ ଚାଉଳଟା ବଢ଼ିଆ ହାଲଟା ଆଉ ଇଏ ତ ଆସିଲେ ଧରା ଧରା କରି ଆମକୁ ସାଇକେଲରେ ନେଇଗଲେ ହେଲା ତାଙ୍କ ପାଖକୁ ଖବର ଗଲା ତାଙ୍କର ଗୋଟେ ବାହାଘର ଠିକ୍ ହେଇଥିଲା ଭାଙ୍ଗିଗଲା ଯୋଉ ଆଙ୍କ ପାଖକୁ ମାନେ ଜେଜେଙ୍କ ପାଖକୁ ବୋଉ ଯୋଗୀ ଜେଜେଙ୍କ ପାଖକୁ ଖବର ଗଲା ସିଏ ସେଠୁ ମାତିଲେ ଆଉ କିଏ ନେଇକି ଗଲା। ତ ଦେଖିଲେ ଆଉ ଆପଣ ଜାଣିପାରିଥିବେ ଆମ ଘରକୁ କେଉଁଠୁ ଆସିଥିଲା ଭାଗବତ ଗାଦି। ଭାଗବତ ଗାଦି ଆସିବାଟା ଏଇଟା ଗୋଟେ ଭଗବାନଙ୍କ ଆଶୀର୍ବାଦ, ତା ସହିତ ବି ମାନେ ସେଇଟାକୁ ଆପଣ ଯେଉଁ ଦାୟିତ୍ୱଟା ନେଇଛନ୍ତି ସେଇଟାକୁ ବି ମାନେ ପୁରା ସୁଚାରୁ ରୂପେ କରିବାର ଅଛି। ତ ସେଇଟା ତ ଆମ ଘରେ କରୁଛନ୍ତି ଆଉ ଆଗକୁ ବି କରିବୁ। ତ ଆଜିର ବ୍ଲଗ୍ଟା ଏଇଠି ରହିଲା, ନେକ୍ସଟ ବ୍ଲଗ୍ରେ ଦେଖାହେବ। ରହିଲି, ଜୟ ଜଗନ୍ନାଥ।